नमस्कार, गुड मॉर्निंग, सुप्रभात, गुड जय आरसीएम। मॉर्निंग। जय सुप्रभात। बहुत बहुत धन्यवाद आपको समस्त। नमस्कार नमस्कार। नमस्कार, नमस्कार। जय आरसीएम। बहुत बहुत धन्यवाद ସମସ୍ତଙ୍କୁ ଆଜି ଏ ବର୍ଷର ଶେଷ ଦିନ ଆଉ ଯୋଉଥିରେ କି ଆମେ ଗୋଟେ ପବିତ୍ର ମନରେ ଗୋଟେ ବହୁତ ବଡ଼ ପାୱାରଫୁଲ ଧ୍ୟାନ ଦ୍ୱାରା ଆମେ କିଛି ଆଗାମୀ ବର୍ଷର 2026ର ସ୍ୱାଗତ ଆମେ କରୁଛେ। ବହୁତ ବଡ଼ ସଂକଳ୍ପ, ବହୁତ ବଡ଼ ବିଚାର। ଆ, ତ ଧ୍ୟାନରେ ବସିଲା ବେଳେ ଆମେ ବହୁତ କିଛି ଭଲ ଭଲ ଚିନ୍ତା କରୁଛେ, ଶୁଭ ଚିନ୍ତା କରୁଛେ, ସମସ୍ତଙ୍କର ବହୁତ ଭଲ ହଉ, ସମସ୍ତେ ଖୁସିରେ ରୁହନ୍ତୁ, ନିରୋଗୀ ରୁହନ୍ତୁ, ସ୍ୱାସ୍ଥ୍ୟ ବହୁତ ବଢିଆ ରହୁ। ହଁ। ମିନତି ମ୍ୟାଡାମ ବି ବହୁତ ବଢିଆରେ ରୁହନ୍ତୁ, ତାଙ୍କର ସ୍ୱାସ୍ଥ୍ୟ ବି ଠିକ ହେଇଯାଉ। କାଲି କାଲି ଗତକାଲି ଆରତୀ ଅପା ବି ପ୍ରଭୁ ଜଗନ୍ନାଥଙ୍କୁ ବି ଦର୍ଶନ କରିକି ଆସିଛନ୍ତି, ସମସ୍ତଙ୍କର ମଙ୍ଗଳ ହବ। ବହୁତ ବଢିଆ କଥା। ତ ଆଜି ଆମେ ଯୋଉ ଧ୍ୟାନରେ ଆମେ ବସିଲେ, ଧ୍ୟାନ ଦ୍ୱାରା ତ ବହୁତ ସାରା କଥା ସାର୍ ବି କହିଲେ। ଅନୁଭବ ଯୋଉମାନେ ବି କରିନାହାନ୍ତି ସେମାନେ ବି ଧୀରେ ଧୀରେ ଅନୁଭବ କରିବେ, କିନ୍ତୁ ନିରନ୍ତର କରିବା ଦ୍ୱାରା ହିଁ ଇଏ ଆମେ ଧ୍ୟାନର ମାହାତ୍ମ୍ୟ ଆମେ ବୁଝି ଯାଇ ପାରିବା। ତ ୟାର ବହୁତ ସାରା ଉପକାର କହିଲେ, ଯେମିତିକି ମନ ବହୁତ ଭଲ ଶାନ୍ତ ହୁଏ, ଖୁସିର ଅନୁଭବ ହୁଏ। ତା ସହିତ ଯାହା ବି ରୋଗ ଅଛି, ବେମାରୀ ଅଛି, ସିଏ ବି ଦୂର ହେଇଯାଏ। ହୁଁ। ଆଉ ମନ ଭିତରେ ଯୋଉ ଚିड़ଚିड़ାପନ ରହେ ସିଏ ବି ଦୂର ହେଇଯାଏ। ବହୁତ ବଢିଆ କଥା ବି ଆଜି କହିଲେ। ଆଉ କେବଳ ଧ୍ୟାନ ବିଷୟରେ ଶୁଣିବା ଦ୍ୱାରା ସିଏ ହୁଏନି। ମୁଁ କହୁଛି ଆପଣଙ୍କୁ, ଆପଣ ଶୁଣିବା ଦ୍ୱାରା କେବଳ ପ୍ରେରଣା ଟିକେ ମିଳେ, କିନ୍ତୁ ନିଜେ କରିବା ଦ୍ୱାରା ତାର ବାସ୍ତବିକ ଆମେ ଅନୁଭବ ପାଇପାରୁ। ଆଉ ତାର ମାନେ ଅସ୍ତିତ୍ୱ ସହିତ ଯୋଡି ହବାର ଗୋଟେ ଏଇଟା ଗୋଟେ ବହୁତ ବଡ କଥା। ଆଉ ସବୁଠୁ କହିବାକୁ ଗଲେ ଯେ ସମସ୍ୟାର ସମାଧାନ, ସବୁ ସମସ୍ୟାର ସମାଧାନ ହଉଛି ଧ୍ୟାନ। ଆମେ ପ୍ରତ୍ୟେକ ଦିନ କିଛି ସମୟ ଆମେ ଧ୍ୟାନ ରଖିବା ନିହାତି, ଧ୍ୟାନରେ ରହିବା ନିହାତି ଦରକାର। ସେ ନୁହେଁ ଯେ କେବଳ ସକାଳୁ କିମ୍ବା ସନ୍ଧ୍ୟା ବେଳେ, ଯେତେବେଳେ ଆମକୁ ଶାନ୍ତ ଆମେ ଅଛେ ତ ଧ୍ୟାନ ରହିବା ଦରକାର। ଆଉ କିଛି ଗଠନମୂଳକ ଚିନ୍ତାଧାରା କରିବା ଦରକାର। ଆଉ ଆମେ ମାନେ ଭାଗ୍ୟବାନ ଯେ ଆମେ ମାନେ ମଣିଷ ଜନ୍ମ ପାଇଛେ। ଆଉ ବହୁତ ବଡ ସୌଭାଗ୍ୟ ଯେ ଆମକୁ ଆରସିଏମ ରୂପୀ ଏକ ବହୁତ ବଡ ଅଭିଯାନ ଆମକୁ ମିଳିଛି, ଯୋଉଥିରେ କି ପୁରା ହିନ୍ଦୁସ୍ତାନର ନୁହେଁ, କେବଳ ପୁରା ସମାଜର ଆମେ ରୋଗମୁକ୍ତ ଭାରତ କରିବାରେ ନିଜକୁ ସାମିଲ ଆମେ କରିଛେ। ଆଜି ଆମର ଶେଷ ଦିନ। ଏଇ ଦିନରେ ଆମେ ଯାହା ଆମର ଟାର୍ଗେଟ ଥିଲା, ଯାହା ପ୍ଲାନିଂ ଥିଲା 2025 ପୂର୍ବରୁ, ଯାହା ଆମେ ମନ ଭିତରେ ରିଜଲ୍ୟୁସନ ଆମେ କରିଥିଲେ, ତ ସେ ରିଜଲ୍ୟୁସନ ଆଜି ପୁରା ହବାର ଆଜି ଲାଷ୍ଟ ଡେ। ଯାହା 364 ଦିନ ଭିତରେ ହେଇନି, ତ ଆଜି ସେଇ କାମଟା ଆମେ କରିକି ଦେଖେଇବା। ତ ଇଏ ମନ ଭିତରେ ଇଏ ଯୋଉ ସାହସ, ଏଇ ଯୋଉ ଶକ୍ତି, ଇଏ ଧ୍ୟାନ ଦ୍ୱାରା ହିଁ ହେଇପାରିବ। ଆଉ 2026କୁ ସ୍ୱାଗତ କରିବା। ସ୍ୱାଗତକୁ 2026କୁ ଯୋଉ ସ୍ୱାଗତ କରିବା, ତ 2 ତାରିଖ ଦିନ, 1 ତାରିଖ ଦିନ ଆମେ ଯାହା କାମ କରିବା, 2 ତାରିଖ ଦିନ ଆମେ ସମସ୍ତେ ଗୋଟେ ଗେଟ୍ ଟୁଗେଦର ହବା। ଦେଖନ୍ତୁ, ଏ ଯୋଉ ଗେଟ୍ ଟୁଗେଦର ଆମେ ହଉଛେ, ଇଏ କୌଣସି ସାଧାରଣ ଗେଟ୍ ଟୁଗେଦର ନୁହେଁ। ୟାର ମାହାତ୍ମ୍ୟ ବୁଝିବା ନିହାତି ଦରକାର। ଆଉ ଏଇଥିପାଇଁ ଦରକାର, ଦେଖନ୍ତୁ, ପ୍ରତ୍ୟେକ ସମୟରେ ଆମେ ଖାଲି କାମ କଲେ ହବନି। ତ ସମସ୍ତଙ୍କୁ ମନକୁ ନେଇକି କାମ କରିବା ନିହାତି ଜରୁରୀ। ସେଥିଲାଗି ଆ, ଇଏ ଯୋଉ ଆମେ ଏକାଠି ହଉଛେ ଏତେ ବଢିଆ ଗୋଟେ ଭାବର ଆଦାନ ପ୍ରଦାନ ହଉଛି, ଆମେ ସମସ୍ତେ ମିଶୁଛେ। ଇଏ ଗୋଟେ ନୂଆ ବର୍ଷର ଗୋଟେ ବହୁତ ବଡ ପୋଜିସନକୁ ଯିବା ପାଇଁ ଏଇଟା ଗୋଟେ ବହୁତ ବଡ ମାଧ୍ୟମ। ସେଥିଲାଗି ଆପଣଙ୍କର ଟିମର ବି ହୁଅନ୍ତୁ, ବା ଯିଏ ଆପଣଙ୍କର ଟିମରେ ଜଏନ ନ ହେଇଛନ୍ତି ବି, ତାଙ୍କୁ ବି ତାଙ୍କ ପରିବାରକୁ ଇନଭାଇଟ କରନ୍ତୁ। ସେ ଆଜି ଦେଖିବେ କେତେ ବହୁତ ବଡ ପରିବାର, ଏତେ ଆତ୍ମୀୟତା ଅଛି, ଏତେ ସ୍ନେହ ଅଛି, ଏତେ ଭଲ ପାଇବା ଅଛି। ତ ନିଜ ନିଜ ଭିତରେ ଏତେ ପ୍ରକାରର ପରକୁ ଉପକାର କରିକି, ନିଜ ସ୍ୱାସ୍ଥ୍ୟକୁ ଠିକ ରଖିକି ଆଗକୁ ବଢିବାର ଯୋଉ ପ୍ରକାରର ଅନୁଭବ ଅଛି, ତ ସମସ୍ତେ ଜାଣିବେ। ତ ସେଥିଲାଗି ଏ ଯୋଉ 2 ତାରିଖର ଯୋଉ ଆମେ ଗେଟ୍ ଟୁଗେଦର ଯୋଉ କରୁଛେ, ବନ୍ଧୁ ମିଳନ ଯୋଉ କରୁଛେ, ତ ସେଥିରେ ଏ, ଆକୁ ହାଲକା ଭାବେ ନବାଟା ମୁଁ ଭାବୁଛି ଠିକ ନୁହେଁ। କାରଣ ଇଏ ଇଏ ଗୋଟେ ବହୁତ ବଡ ମୂଳଦୁଆ, ବହୁତ ବଡ ଗଛ ତିଆରି ହବାର ଇଏ ଗୋଟେ ଛୋଟ ହଉଛି ମଞ୍ଜି। କାରଣ ମଞ୍ଜି ଯଦି ପୋତା ନ ହବ ତାହେଲେ ଗଛ ହବନି। ତ ଗୋଟେ
ଗୋଟେ ଫଳ ଭିତରୁ କେତେ ମଞ୍ଜି ବାହାରିବ ଆପଣ ମାନେ ଜାଣିଛନ୍ତି, କିନ୍ତୁ ଗୋଟେ ମଞ୍ଜିରୁ କେତେ ଫଳ ବାହାରିବ ସେଟା କେବେ କେବେ କିଏ ଅନୁମାନ ବି କରିପାରନ୍ତିନି। ତ ସେଥିଲାଗି ୟାକୁ ବି ପ୍ରାୟୋରିଟିରେ ରଖିବା ବି ନିହାତି ଉଚିତ। ଆଜି ଦିନ ଭିତରେ ବି ଯେତେ ଲୋକଙ୍କୁ ଦୁଇଟା ତିନିଟା ଭିତରେ ଆମେ ସମସ୍ତଙ୍କୁ ଟିମ୍କୁ ଦେଖନ୍ତୁ, ଏମିତି ନ ହଉ ଯେ କାଲି ସକାଳୁ କିଏ ଜଣେ କହୁ ଯେ ଏତେ ବଢିଆ ପ୍ରୋଗ୍ରାମ, ଏତେ ବଢିଆ ଆପଣ ମାନେ ସମସ୍ତେ ତ ମିଶୁଛନ୍ତି, ତ ମତେ କାହିଁକି ଆପଣ ମାନେ ଡାକିଲେନି। ତ ଏ ହଉଛି କଥା। ତ ସମସ୍ତଙ୍କୁ ବିନୀତ ଅନୁରୋଧ ଯେ କାହାକୁ ବାଛ ବିଚାର କରନ୍ତୁନି ଟିମରେ। ହଁ, 2025ରେ କାହା ସହିତ କଣ ମନମାଳିନ୍ୟ ହେଇଯାଇଛି ଠିକ ଅଛି, ତାକୁ ସବୁ ଆମେ ଫୋପାଡ଼ି ଦେଇକି ଯିବା। ତ ଆଗକୁ ନୂଆ ଚିନ୍ତାଧାରା, ନୂଆ ଭଲ ପାଇବା, ନୂଆ ଇଏ ସବୁ ତିଆରି କରିବା ପାଇଁ ଯିଏ ବି ଯାହା କହିଥାଉ ଛାଡି ଦିଅନ୍ତୁ। ପୁଣି 26ରୁ ନୂଆ କରି ଆମେ ଷ୍ଟାର୍ଟ କରିବା। ତ ମୁଁ ଆଜି ଯେତେବେଳେ ଧ୍ୟାନରେ ବସିଥିଲି ମତେ ଲାଗିଲା ଯେ ଆମ ଟିମରେ ବହୁତ ଆପଣ ମାନେ ଯୋଉମାନେ ବି ବସିଛନ୍ତି, ତ ସମସ୍ତେ ଟେକ୍ନିକାଲ ଆଚିଭର 2026ରେ ହେଇଯାଇଛନ୍ତି। ତ ଆମେ ତାକୁ ସେଲିବ୍ରେସନ କରୁଛେ ବହୁତ ବଡ ଆକାରରେ। ଆଉ ସେଲିବ୍ରେସନ ଏଠି କୋଉଠି କରୁନେ, ଆମେ ଭିଲୱାଡାରେ ଯାଇକି କରୁଛେ। ଟିସି ସାର୍ ଆମକୁ ଟ୍ରଫି ଦଉଛନ୍ତି, ଆଉ ଆମ ପାଇଁ ଖୁସି ମନୋଭବ କରୁଛନ୍ତି। ଆମ ସାଙ୍ଗରେ ଚାନ୍ଦ ସାର୍ ଅଛନ୍ତି, ପ୍ରହ୍ଲାଦ ସାର୍ ଅଛନ୍ତି, ସଞ୍ଜୀବ ସାର୍ ଅଛନ୍ତି। ବହୁତ ଆନନ୍ଦ ଆମେ ଭିଲୱାଡା ଆରସିଏମ ୱାର୍ଲଡରେ ଆମେ କରୁଛେ। ଏଇଟା ଗୋଟେ ମନ ଭିତରେ ଆସୁଥିଲା, ଆଉ ଇଏ ବି ହେଇପାରିବ। ଆଉ ସେଥିଲାଗି ଆଜିର ଯୋଉ କ୍ଲୋଜିଂ କୁ ଆଜି ଆମେ ଶାନଦାର କରିବା। ଆମ ଟିମରେ ବହୁତ ସାରା ଯୋଉମାନେ ବି ଆଜି କାହାକୁ ଜଏନିଂ କରିନାହାନ୍ତି ଏ ବର୍ଷ, କିଛି ନା କିଛି ଜଏନିଂ ଆଜି ଷ୍ଟାର୍ଟ କରିବା ନିହାତି ଜରୁରୀ। କିମ୍ବା ଯୋଉମାନେ ପରଚେଜ କରିନାହାନ୍ତି, ତ ତାଙ୍କୁ ବି ଆଜି ଆମେ ପରଚେଜ କରାଇବା ନିହାତି ଜରୁରୀ। କାହିଁକି ନା ମାନେ ଗୁରୁଦେବ ବିସି ଛାବଡା ସାର୍ ସବୁବେଳେ କହନ୍ତି ଯେ ଏ ଦୁନିଆରେ କେହି ବି ଅଭାଗା ନାହାନ୍ତି, ଖାଲି ସେ ଜାଗି ନାହାନ୍ତି। ତ ଆମକୁ ଜଗେଇବାର, ଦେଖନ୍ତୁ ଗୋଟେ ବହୁତ ଭଲ ଜିନିଷଟା ଆମେ ପାଇଛେ, ସେ ଜିନିଷକୁ ଯଦି ଆମେ ଅନ୍ୟକୁ ବାଣ୍ଟିବା, ତାହେଲେ ଯାହା ବାଣ୍ଟିବା ସେଇଟା ବଢେ। ସ୍ନେହ ବାଣ୍ଟିଲେ ସ୍ନେହ ବଢେ, ଭଲ ପାଇବା ବାଣ୍ଟିଲେ ଭଲ ପାଇବା ବଢେ, ଜ୍ଞାନ ବାଣ୍ଟିଲେ ବି ଜ୍ଞାନ ବଢେ। ଯାହା ବାଣ୍ଟିବା ତାହା ହବ। ତ ଆଜି ଆମେ ଆଜିର ଦିନକୁ ଆମେ କେତେ ବଢିଆ ଭାବରେ ଆମେ କରିପାରିବା, ଆଉ କେତେ ଭଲ କ୍ଲୋଜିଂ ଆମେ କରିପାରିବା, ତ ସେ ବିଷୟରେ ଆଜି ଆମେ ଡିସ୍କସନ କରିବା। ଆଉ ତା ଛଡା ଯାହାକୁ ବି କ୍ଲୋଜିଂ ବିଷୟରେ ଆମେ ଯାହାକୁ ବି ପରଚେଜ ବିଷୟରେ କହୁଥିବା, ତ ତାଙ୍କଠୁ କନଫର୍ମେସନ ଦିନ ଦିଟା ଭିତରେ ଆମେ ଯଦି ଆମେ ପାଇଯିବା, ତାହେଲେ କାରଣ ଆରେଞ୍ଜମେଣ୍ଟ ତ ଦରକାର ନା। ଯେକୌଣସି ଧରନ୍ତୁ ବହୁତ ସାରା ଲୋକ ଆସିଯିବେ, ହଜାର ହଜାର ଲୋକ, ଶହେ ଶହେ ଲୋକ ଆସିଯିବେ, ତ ଆମ ପାଇଁ ଆରେଞ୍ଜମେଣ୍ଟ ତ ଦରକାର। କିନ୍ତୁ ଆରେଞ୍ଜମେଣ୍ଟ ହେଇପାରିବ ଯଦି ଆଡଭାନ୍ସରେ ଆମକୁ ଜଣା। ଏ ହଉଛି କଥା। ଦୁଇଟା ଭିତରେ ସମସ୍ତେ ଜଣାନ୍ତୁ। ଆଉ ଆପଣମାନଙ୍କ ମାଧ୍ୟମରେ ବି ମୁଁ ସମସ୍ତଙ୍କୁ କହିବାକୁ ଚାହେଁ ଯେ ପୁରା ଟିମକୁ, ପୁରା ଟିମର ଲିଷ୍ଟ ବାହାର କରିକି ସମସ୍ତଙ୍କୁ କରିଚାଲନ୍ତୁ। ଯୋଉମାନଙ୍କୁ ଆମେ ଯୋଡ଼ିଛେ, ତ ସମସ୍ତଙ୍କୁ ବି ଆମେ କୁହନ୍ତୁ, ତାଙ୍କ ମାଧ୍ୟମରେ ବି ଆଉ କାହାକୁ ବି ଆମେ କୁହନ୍ତୁ। ଓକେ, ବହୁତ ବଢିଆ କଥା। ତ ଆଜିର କ୍ଲୋଜିଂ କୁ କେମିତି କରିବା, ତ ପ୍ରଥମେ ଆମେ ଷ୍ଟାର୍ଟ କରିବା ଆରତୀ ଅପାଙ୍କଠୁ। ଅପା ୱେଲକମ୍। ଜୟ ଆସିଏମ୍। କାଲି ଜଗନ୍ନାଥଙ୍କ ଦର୍ଶନ କରି 4 ଘଣ୍ଟାର ଯୋଉ ଲାଇନରେ ଠିଆ ହବାଟା ଏକ୍ସପିରିଏନ୍ସ ମୋର ଫାଷ୍ଟ ହେଲା। କାରଣ ମୁଁ କେବେ ଏମିତି ଲାଇନରେ ଯାଇନଥିଲି। ଯାହା ହଉ ଠାକୁର ମୋର ପରୀକ୍ଷା ନେଲେ। ଆରେ କଷ୍ଟ ନ କଲେ ଆମେ କୃଷ୍ଣଙ୍କୁ କେବେ ପାଇବା ନାହିଁ। ତେଣୁ ଜଗନ୍ନାଥ କହିଲେ ଇଏ ଏକାଦଶୀରେ ଉପାସ କଣ ରହିଛି, ମୁଁ ତ ଉପାସ ରହିଛି। ତେଣୁ ଆମେ ଜଗନ୍ନାଥଙ୍କୁ ଦର୍ଶନ କରି ମହାପ୍ରସାଦ ଆମ ଭାଗ୍ୟରେ ଥିଲା, ଆମେ ପାଇଲୁ। ରାତି ସେତେବେଳୁ 7:30 ହେଲାଣି। ମୁଁ ଠାକୁରଙ୍କ ପାଖରେ ଜଣେଇଲି ଯେ ମୁଁ ଗୋଟେ 2 ତାରିଖ ଯୋଉ ପ୍ରୋଗ୍ରାମ କରୁଛି କେମିତି ସେଇଟା ସକ୍ସେସଫୁଲ ହବ, ସେଠି ବି କହିଲି। ଆଉ ତାପରେ ମୁଁ 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 ନିଜକୁ ଯାହା ବି ମନୋମାଳିନ୍ୟ ହେଇଛି ଆମର 2025ରେ, ମୁଁ ସମସ୍ତଙ୍କ ପାଖରେ କ୍ଷମା ପ୍ରାର୍ଥନା ମାଗୁଛି। ମୁଁ ଯଦି କିଛି କାହାକୁ ମନରେ ଦୁଃଖ ଦେଇଥିବି, ତାହେଲେ ମୋ ତରଫରୁ ମୁଁ କ୍ଷମା ପ୍ରାର୍ଥନା ମାଗୁଛି। ଆଜି ଯୋଉ କ୍ଲୋଜିଂରେ ଯେ ଯେମିତି କହିଲେ, ଧ୍ୟାନରେ ବି ଆମେ ନିଜ ମନକୁ, ଯୋଉ ଆନମନା ମନକୁ ଆମେ କେମିତି ଗୋଟେ ନିଜର ଇଏ ଭିତରେ ରଖିବା, ସେଇଟା ଗୁରୁଜୀ ଆଜି କହିଲେ। ତା ଦ୍ୱାରା ବି ନିଜର ବହୁତ ଉପକାର ହଉଛି ଧ୍ୟାନ ଦ୍ୱାରା। ମୁଁ ତ ସବୁବେଳେ କରେ, ସେ କଥା ଛାଡ। ମେନ୍ କଥା ହେଲା ଆଜି ଯୋଉ କ୍ଲୋଜିଂ ପାଇଁ ଯୋଉ ନ୍ୟୁ ଜଏନିଂ ସବୁ ଅଛି, ମୋର ବି ଅଛି। ମୁଁ ଆଜି ତାକୁ କରିବି। ତା ଛଡା ଯୋଉମାନେ କରିନାହାନ୍ତି, ନେକ୍ସଟ ମନ୍ଥ ତାଙ୍କୁ 1500 ବି କରିବା ପାଇଁ ଆଜି
ବାର ବାର ଅନୁରୋଧ କରିବି। ଏଇସବୁ କାମ ହେଲା ମୋର ଆଗ। ମୁଁ ଘର କାମ କରିକି ବି ଆ ଭିତରେ ଟାଇମ ଦେବି। ଏବେ ତମ ନାତି ଦିଟା ମୋ ଦି କଡେ ଇଏ ହଉଛନ୍ତି। ଆଉ ସେଇ ଖୁସିର ମାହୋଲ ଭିତରେ ମୋ ବିଜନେସ କାଇଁ ମୁଁ ପଛରେ ପକେଇବି। ବୁଝିପାରୁଛନ୍ତି? ହଉ, ଏତିକି କହି ରହିଲି। over to you। ଓକେ, ଜୟ ho, ଜୟ ho। ନା ନେକ୍ସଟ ଇୟର ବି ଠାକୁରଙ୍କ ଗୁରୁଦେବଙ୍କ କୃପା ଥିଲା। ନେକ୍ସଟ ଇୟର ବି ମୁଁ ଥିଲି ଯାଇକି ଏଠି ଆସାମ ଆମ ଠାକୁରଙ୍କ ଆଶ୍ରମରେ ଥିଲି ଯୋରହାଟରେ। ମୁଁ ନେକ୍ସଟ ଇୟର ନ୍ୟୁ ଇୟର ବି ଠାକୁରଙ୍କ ସାଙ୍ଗରେ ମନେଇଥିଲି ଗୁରୁଦେବଙ୍କ ସାଙ୍ଗରେ। ଆଉ ଆମର ମାନେ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ଆଶ୍ରମକୁ ଛୁଇଁଥିଲି। ୟାଠୁ ବଳି ସୌଭାଗ୍ୟ ଆର ବର୍ଷ ବି ଥିଲା। ଏ ବର୍ଷ ବି ଜଗନ୍ନାଥ ପ୍ରଭୁ ବି ମତେ ଆଶୀର୍ବାଦ ଦେଲେ। ଯାଅ। ତେଣୁ ମୋର ଯଦି କିଛି ଉନ୍ନତି ହବ, ଶତପଥୀ ବାବୁ ଆଉ ଚାନ୍ଦବାବୁଙ୍କ ଦ୍ୱାରା ମୁଁ ତାଙ୍କ ଆଶୀର୍ବାଦ ମୋ ଦରକାର, ଆଉ କିଛି ନାହିଁ। ନାଇଁ ନାଇଁ, ଉନ୍ନତି ତ ସମସ୍ତଙ୍କର ହବ, କାରଣ ଉନ୍ନତି ରାସ୍ତାରେ ହିଁ ଆମେ ଯାଉଛେ। ଓକେ, ସାହୁ ଭାଇ। ସମସ୍ତ ନମସ୍କାର। ପୁରୁଣା ବର୍ଷର ବିଦାୟ। ଆଜି ତାରିଖ ବଦଳିଯିବ। ଆଜି ରାତି 12ଟା ପରେ ତାରିଖ ବଦଳିଯିବ, ଦିନ ବି ବଦଳିଯିବ, ଆଉ ତାରିଖର ସଂଖ୍ୟା ବି ନମ୍ବର ବି ବଦଳିଯିବ। 25ଟା 26 ହେଇଯିବ। ତେଣୁ ସ୍ୱାଗତ କରାଯାଉଛି 26 ମସିହାକୁ। ଆଜି ମୁଁ ବି ଠାକୁର ସତ୍ସଙ୍ଗର ଅନୁକୂଳ ଚନ୍ଦ୍ରଙ୍କ ସତ୍ସଙ୍ଗକୁ ଯାଇଥିଲି। ସେଠି ବି ପ୍ରାର୍ଥନା କଲି ଯେ ଯେମିତି ଏଇ ନୂଆ ବର୍ଷ 2026ରେ ଯେମିତି ମୋ ଟିମ୍ରେ 10ଟା ରୟାଲିଟି ଆଚିଭର ଆଉ ଟେକ୍ନିକାଲ ଆଚିଭର ବାହାରନ୍ତୁ। ତେଣୁ ଆମମାନଙ୍କର ଗୋଟିଏ ଲକ୍ଷ୍ୟ ରହିବା ଦରକାର, କେମିତି ଆମେ ରୟାଲିଟି ଟେକ୍ନିକାଲ ନୂଆ ନୂଆ ବାହାର କରିପାରିବା, ତାକୁ ସଂକଳ୍ପ ନେବା। ସଂକଳ୍ପ ତ କାଲି ବି ନେଇଥିଲେ, ଆଉ ଏଇ 2026 ମସିହାକୁ ଆମେ ସଂକଳ୍ପ ନେବା। ଯେମିତି ଅତ୍ରିଜୀ କହିଲେ ଯେ ମୁଁ ଆଉ ଏ 7ଟା ରୟାଲିଟି ଆଚିଭର ଦେଖିବିନି, 600ଟା ହଜାର ହଜାର ରୟାଲିଟି ଆଚିଭର ଦେଖିବି ଯେମିତି ଆଉ ଥରେ ଆସିଲା ବେଳେ। ତେଣୁ ଆମେ ସଂକଳ୍ପ ନେଇଯିବା ଯେ ଆମେ କେମିତି ଆମ ଟିମ୍ରେ ନୂଆ ରୟାଲିଟି ବାହାର କରିବା, ସଂଖ୍ୟା ବଢେଇବା। ସେଥିପାଇଁ 2026କୁ ସ୍ୱାଗତ। ବର୍ତ୍ତମାନ ତାରିଖ ତ ବଦଳିଯିବ ରାତି 12ଟା ପରେ। ତେଣୁ ଆମେ ସଂକଳ୍ପ ନେବା ଯେ ଯେମିତି ଆଉ ଯେଉଁ ଧ୍ୟାନ କଥା କହୁଥିଲେ, ଧ୍ୟାନରେ ବସିଲେ ଆମେ ନୂଆ ଯେମିତି ସ୍ୱପ୍ନ ଦେଖିପାରିଲେ ଶତପଥୀ ବାବୁ ଧ୍ୟାନରେ ବସି, ଯେମିତି ଆମେ ବି ସମସ୍ତେ ସେ ସ୍ୱପ୍ନକୁ ସାକାର କରିବା ଯେ ଆମର ରୟାଲିଟି ସଂଖ୍ୟା ବଢି ଚାଲିବ, ଟେକ୍ନିକାଲ ସଂଖ୍ୟା ବଢି ଚାଲିବ ଆମ ଟିମ୍ରେ। ଯାହାଫଳରେ କି ଭଗବାନଙ୍କ ପାଖରେ ଏତିକି ପ୍ରାର୍ଥନା ଯେ ଆମେ ଯେମିତି ଯେମିତି ଅପା କହିଲେ ମୁଁ ଜଗନ୍ନାଥଙ୍କ ପାଖରୁ ଆଶୀର୍ବାଦ ନେଇକି ଆସିଛି, ସେମିତି ଆମେ ଶତପଥୀ ବାବୁ ଆଉ ଚାନ୍ଦ ସାର୍ଙ୍କର ଆଶୀର୍ବାଦ ବି ନେବା ଯେ ଆମେ ଯେମିତି ରୟାଲିଟି ଟେକ୍ନିକାଲ ନୂଆ ବାହାରି ପାରିବେ। ଓଭର ଟୁ ଶତପଥୀ ବାବୁ। ଆଜ୍ଞା। ସାର୍ଙ୍କଠୁ ଆଜି ଆମେ ଶୁଣିବା ଯେ ସାର୍ଙ୍କର ପ୍ରେରଣା ନେବା, କାରଣ ଆଜି କ୍ଲୋଜିଂ ଅଛି। କ୍ଲୋଜିଂ କୁ ଟିକେ କେମିତି ଶାନଦାର ଆମେ କରିବା, ସାର୍ଙ୍କର ଅନୁଭୂତି ବି ବହୁତ ବଢିଆ ରହିଛି। ଆଉ ସାର୍ଙ୍କର ଆଶୀର୍ବାଦ ତ ଆମ ଉପରେ ସବୁବେଳେ ବି ଅଛି। ସାର୍, ୱେଲକମ୍ ସାର୍। ଥ୍ୟାଙ୍କ ୟୁ, ବହୁତ ବହୁତ ଧନ୍ୟବାଦ। ନମସ୍କାର, ନମସ୍କାର ସମସ୍ତଙ୍କୁ। ନମସ୍କାର। ଗୁଡ ମର୍ଣ୍ଣିଂ, ଜୟ ଆରସିଏମ। ନମସ୍କାର ସାର୍। ନମସ୍କାର ସାହୁ ବାବୁ। ତ ଆଶୀର୍ବାଦ ତ ସବୁବେଳେ ମାନେ 100% ସମସ୍ତଙ୍କ ପାଇଁ ଶୁଭ କାମନା ସବୁବେଳେ ରହୁଛି। ଯେମିତି ଭାବରେ ଟିମର ଉନ୍ନତି ହିଁ ସମସ୍ତଙ୍କର ଉନ୍ନତି। ତ 2025 ତ ଆଜି ଆମେ ବିଦାୟ ଦେବାକୁ ଯାଉଛେ। ବିଦାୟ ଦେଲା ବେଳେ ଯେମିତି ସମ୍ମାନର ସହିତ ଆମେ ବିଦାୟ ଦେବା, ନା କଣ? ଆଜି ଆମେ ଏମିତି ଭାବରେ ବିଦାୟ ଦେବା ଯେମିତି 2025ର ସମ୍ମାନ ରହିବ। ତ ସେଇଭଳି ଭାବେ କ୍ଲୋଜିଂ କରିବା। ଏଇ ଆଜି ଦିନଟା ଖାଲି ଫୋନ କରନ୍ତୁ, ଖାଲି ନିଜର ଟିମରେ ଖାଲି ଫୋନ କରନ୍ତୁ। କାହାର କନସିଷ୍ଟେନ୍ସି ପ୍ରାୟ ଜାଣିପାରନ୍ତିନି। ତେଣୁ କନସିଷ୍ଟେନ୍ସିରେ ଥିବା ଯେଉଁମାନେ କରୁଛନ୍ତି ସେମାନଙ୍କୁ ମନେ ପକେଇ ଦିଅନ୍ତୁ। ଯେଉଁମାନେ 200, 400, 500 ଏମିତି କରିଛନ୍ତି ତାଙ୍କୁ ମଧ୍ୟ ଆପଣମାନେ ଯଦି ଫୋନରେ ମୋଟିଭେସନ ଦେବେ, ସେମାନେ ମଧ୍ୟ ଆହୁରି କିଛି କିଛି କିଣିବା ପାଇଁ ଅଭ୍ୟସ୍ତ ହେବେ। ଯେଉଁମାନେ ପରଚେଜ ବନ୍ଦ କରିଛନ୍ତି ମାସେ 2 ମାସ 3 ମାସ, ତାଙ୍କୁ ମଧ୍ୟ ଆପଣମାନେ କଣ୍ଟାକ୍ଟ କରନ୍ତୁ, ତାଙ୍କୁ ମୋଟିଭେଟ କରନ୍ତୁ। ବର୍ଷର ଶେଷ ଦିନ ଇମୋସନାଲି ସେମାନେ ମଧ୍ୟ ପ୍ରଭାବିତ ହୁଅନ୍ତି। ଏଇଭଳି ଭାବେ ଯଦି ଆଜି ଦିନ ସାରା ଯେଉଁମାନେ ପରଚେଜ ବନ୍ଦ କରିଦେଇଛନ୍ତି, ଯେଉଁମାନେ ଅଳ୍ପ ପରଚେଜ କରିଛନ୍ତି, ଯେଉଁମାନେ କନସିଷ୍ଟେନ୍ସି କାଳେ କମିଯିବେ ତାଙ୍କର ଅଜାଣତରେ, ତେଣୁ ତାଙ୍କୁ ରିମାଇଣ୍ଡ କରିଦେବା। ଏଇଭଳି ଭାବେ କେବଳ ଫୋନରେ
ଆମେ ଯେତେ ଆମର ଟିମ୍ ସହିତ କଥାବାର୍ତ୍ତା କରିବା ତେବେ ସେତେ ଆମର ବିଜନେସ୍ ର ପିନ୍ ବଢିବ। ଇଏ ସବୁବେଳେ ହେଇଛି, ଆଜି ମଧ୍ୟ ସେୟା ହବ ଯଦି ଆପଣମାନେ ଚେଷ୍ଟା କରିବେ। ତ ଆଜିର ବର୍ଷ ଶେଷ ହେବାକୁ ଯାଉଛି। ଏଇ ଯୋଉ ସତ୍ୟବତୀ ବାବୁଙ୍କୁ ବହୁତ ବହୁତ ଧନ୍ୟବାଦ ଯେ ଏଇ ଯୋଉ ଆମର ଗୁରୁକୁଳ ସାଥୀ ସିଏ ଯୋଉ ପ୍ରକାର ଚିନ୍ତାଧାରା ଯୋଉ ପ୍ରକାର ଲକ୍ଷ୍ୟ ନେଇକିରି ଆରମ୍ଭ କରିଥିଲେ, ସେ ଯେମିତିକା ଯେତିକି ଆଜି ପର୍ଯ୍ୟନ୍ତ ଆଜି 2025ର ଶେଷ ପର୍ଯ୍ୟନ୍ତ ଯୋଉ ପ୍ରକାର ରୂପ ନେଇଛି, ମୁଁ ଆଶା କରୁଛି 2026ରେ ନୂତନ ଭାବରେ ଆହୁରି ଉତ୍ସାହର ସହିତ ବଡ଼ ଆକାରରେ ରୂପ ନେବ। ଏଇ 10-12 ଜଣଙ୍କୁ ନେଇକିରି ଆମେ ଆଜିକି 3 ମାସ ହେଲାଣି ବହୁତ କିଛି ଆଲୋଚନା କରିଛୁ। ଆପଣ 10-12 ଜଣ ହେଉଛନ୍ତି ଲିଡର, ତେଣୁ ଆପଣଙ୍କର ଟିମ୍ରେ ବହୁତ ଲୋକ ଅଛନ୍ତି, ବହୁତ ଲୋକ ଆପଣଙ୍କ ଟିମ୍ରେ ଅଛନ୍ତି। ଆଉ ବାର ବାର କରି ମୁଁ ଆପଣମାନଙ୍କୁ ରିମାଇଣ୍ଡ କରିଦେଉଛି ଯେ ଆପଣମାନେ ସବୁବେଳେ ଆପଣଙ୍କ ଟିମ୍ ସହିତ ଗୁରୁକୁଳ ବିଷୟରେ ଆଲୋଚନା କରନ୍ତୁ, ଗୁରୁକୁଳ ବିଷୟରେ ଆଲୋଚନା କରନ୍ତୁ ଏବଂ ଗୁରୁକୁଳ ସାଥୀ ବିଷୟରେ ଆଲୋଚନା କରନ୍ତୁ, ତାଙ୍କୁ ମୋଟିଭେଟ କରନ୍ତୁ, ତାଙ୍କୁ ଭିଡ଼ିଓ ପଠାନ୍ତୁ, ତାଙ୍କ ସହିତ କାଉନସିଲିଂ କରନ୍ତୁ। ଯାହା ଯାହା ଗୁରୁକୁଳରେ ଯୋଉ ଯୋଉ ଘଟଣା ସବୁ ଘଟୁଛି ବା ଯୋଉ ଯୋଉ ଟପିକ୍ ଉପରେ ଆଲୋଚନା ହେଉଛି ସେ ବିଷୟରେ ସେମାନଙ୍କୁ କହନ୍ତୁ। ଆଉ 2026 ଆରମ୍ଭ ଯେତେବେଳେ, ତେଣୁ ଆପଣଙ୍କର ଯେତେବେଳେ ଆପଣ ପ୍ରେଜେଣ୍ଟ କରିବେ, ଆପଣଙ୍କୁ ଇନଭାଇଟ୍ କରାଯିବ, ସେତେବେଳେ ଆପଣମାନଙ୍କର କଥା ଯେମିତି ଏମିତି ଭାବରେ କହିବେ ଯୋଉଟା କି ଅନ୍ୟମାନଙ୍କୁ ଉତ୍ସାହିତ ହବ, ଅର୍ଥାତ୍ ନିଜର ଏବଂ ନିଜ ଟିମ୍ର କାର୍ଯ୍ୟକଳାପକୁ ଆପଣମାନେ ସେଇଭଳି ଭାବେ ବର୍ଣ୍ଣନା କରିବେ। କାରଣ ଆପଣମାନେ ଦେଖୁଥିବେ ଯେତେବେଳେ ପ୍ରୋଗ୍ରାମ ହଉଛି ଗୁରୁକୁଳରେ, ଯେତେବେଳେ ଡକାଯାଉଛି, ସେମାନେ କହୁଛନ୍ତି ଯେ ଯାହା ଯେଉଁ ପ୍ରକାର କହୁଛନ୍ତି ସେଇ ପ୍ରକାର ଭାବରେ କହିବାକୁ ଆପଣମାନେ ଚେଷ୍ଟା କରିବେ। କାରଣ କାମ ହଉଛି ବଡ଼ କଥା, ଖାଲି ତ ଶୁଣିଲେ ହବନି, କାମ ହଉଛି ବଡ଼ କଥା। ଆମେ ଯଦି ଯାହା ବି ଗୁରୁକୁଳରେ ଆଲୋଚନା ହଉଛି ସେ ବାର ବାର କରି ଆଲୋଚନା ହଉଛି, ଯାହା ବି ଗୁରୁକୁଳରେ ଆଲୋଚନା ହଉଛି ସେ ବାର ବାର କରି ଆଲୋଚନା, ତେଣୁ ପୁରୁଣା କଥା ତ ନୂଆ ଲୋକଙ୍କ ପାଇଁ ପୁଣି ଥରେ ଆଲୋଚନା କରାଯାଉଛି। ଆପଣମାନେ ହଉଛନ୍ତି ପୁରୁଣା ଲୋକ, ଲିଡର, ଆପଣମାନେ ବହୁତ ଅନୁଭୂତି ହେଲାଣି, ତେଣୁ ଯୋଉ କଥା ଆଲୋଚନା ହଉଛି ତ ସେଇଭଳି ଆପଣମାନେ କରୁଥିବେ, କରୁଛନ୍ତି, ଆପଣ ଟିମ୍ରେ ମଧ୍ୟ ସେଇଭଳି ଚାଲିଥିବ, ହଉଥିବ। ତେଣୁ ସେଇ କଥାକୁ ଯେତେବେଳେ ପୁଣି ଥରେ ଗୁରୁକୁଳରେ ଆଲୋଚନା, ଆପଣମାନେ ଯଦି କହିବେ ଯେ ଆଜି ବଢିଆ କରି ଆଲୋଚନା ହେଲା, ବହୁତ ଭଲ ହେଲା, ସେ ତ ପୁରୁଣା କଥା। କଥା ହଉଛି ଯେ ନୂଆ ଲୋକଙ୍କ ପାଇଁ ସେଇଟା ହେଇଛି। ତ ଆପଣମାନେ ସେଥିପାଇଁ କଣ କରିଛନ୍ତି, କରୁଛନ୍ତି, କରିବା ପାଇଁ ମନସ୍ଥ ନେଇଛନ୍ତି, କଣ ପ୍ଲାନିଂ କରିଛନ୍ତି, ସେଇ ଯୋଉ ଟପିକ ଉପରେ ସେଇଟାକୁ ଆପଣ କାଲିଠୁ ସେଇଭଳି ଭାବରେ କହିବାକୁ ଚିନ୍ତା କରନ୍ତୁ। କାରଣ କଥା ଅଛି ଆପଣଙ୍କର ଶବ୍ଦ ହିଁ ଆପଣଙ୍କର କର୍ମ ହବ। ଆପଣଙ୍କର ଶବ୍ଦ କୋଉଠୁ ଆସିବ? ଆପଣଙ୍କର ଚିନ୍ତା ଶକ୍ତି ଉପରେ। ଯଦି ଆମର ଚିନ୍ତା ଶକ୍ତି ଯଦି ଖୋଲିବନି, ଆମେ ଯଦି ଖୋଲିବାନି ଚିନ୍ତା ଶକ୍ତିକୁ, ଆମେ ସେଇ ଗତାନୁଗତିକରେ ଆମେ ଶୁଣିଲେ, ହଁ ଯାହା ଶୁଣିଲେ ସେୟା କହିଦେଲେ, ତାହେଲେ କଣ ହେଲା ନା ଆପଣ ଆମର ଶବ୍ଦ ବି ଠିକ ହବନି, ଆଉ ଆମର କର୍ମ ବି ସେ ଅନୁସାରେ ଠିକ ହବନି। ଇଏ ଗୋଟେ କଥା। ଆଉ ଗୋଟେ କଥା ଆପଣଙ୍କୁ ବାର ବାର କରି ଆଜି 2025 ଲାଷ୍ଟରେ କହୁଛି, ଯୋଉଟା କି ଆସନ୍ତା ନୂତନ ବର୍ଷରେ ନୂତନ ପ୍ରକାରେ ଆପଣ କରିବେ, ଯେ ଆପଣମାନେ ସମସ୍ତେ ସତତୀ ବାବୁଙ୍କର ଡୁପ୍ଲିକେଟ ହେବାକୁ ଚେଷ୍ଟା କରନ୍ତୁ। ସତପତି ବାବୁଙ୍କର ଡୁପ୍ଲିକେଟ ହେବାକୁ ଚେଷ୍ଟା କରନ୍ତୁ। ମାନେ କଣ? ସତପତି ବାବୁ ଯେମିତି ଲୋକଙ୍କୁ ଟିମକୁ ଡାକିକିରି ମିଟିଂ କରୁଛନ୍ତି, ଦେଖନ୍ତୁ ଆପଣମାନେ ଚିନ୍ତା କରନ୍ତୁ, ସତପତି ବାବୁ ଏଇ ପ୍ରୋଗ୍ରାମ କରିବା ପାଇଁ ଯୋଉ ପ୍ରକାର ଭାବରେ ଚେଷ୍ଟା କରିଛନ୍ତି, ତାର ଡୁପ୍ଲିକେଟ ଆପଣମାନେ କରନ୍ତୁ। ଏଇ ତ ବିଜନେସ, ଏଇ ତ ଅଭିଯାନ ନା, ଆଉ କଣ? ମୁଁ ବାର ବାର କହୁଛି, ଆପଣମାନେ ଜାଣିଛନ୍ତି ଗୁରୁକୁଳରେ ଯୋଉ 2000 ଲୋକ ବସୁଛନ୍ତି, ସେ କଣ 2000 ଲୋକ ପାଇଁ? ଆମର 30 ଲକ୍ଷ 40 ଲକ୍ଷ ଲୋକ ଅଛନ୍ତି। ସେ 30 ଲକ୍ଷ 40 ଲକ୍ଷ ଲୋକଙ୍କ ପାଇଁ ଏ 2000 ଲୋକମାନଙ୍କ ମାଧ୍ୟମରେ ପହଞ୍ଚିବ। ତାହେଲେ ସେମାନେ ସବୁ ଲିଡର ମାନେ, ସେମାନେ କଣ କରୁଛନ୍ତି? ତାଙ୍କର ବି ଗୁରୁକୁଳ ସାଥୀ କରୁଛନ୍ତି, ତାଙ୍କର ଫିଜିକାଲ ମିଟିଂ କରୁଛନ୍ତି, ଗୁରୁକୁଳରେ ଯାହା ଡିସ୍କସନ ହଉଛି ତାଙ୍କ ସହିତ ଆଲୋଚନା କରୁଛନ୍ତି। ତେଣୁ ଆପଣ ମାନେ ମଧ୍ୟ ସତପତି ବାବୁଙ୍କର ଡୁପ୍ଲିକେଟ କରନ୍ତୁ। ଆପଣ ମାନେ ଲୋକଙ୍କୁ ଡକାଡକି କରି, ଆପଣଙ୍କ ଟିମର ଲୋକଙ୍କୁ ଡକାଡକି କରି ମିଟିଂ କରନ୍ତୁ। ମିଟିଂ କରିକି ଆମକୁ ଡାକନ୍ତୁ। ଦେଖନ୍ତୁ ଆପଣମାନେ ସାହୁ ବାବୁଙ୍କର ଟିମରେ ଅଛନ୍ତି କି ଆରତୀ ମ୍ୟାଡାମ ଅଛନ୍ତି, ଏପଟେ କାର୍ତ୍ତିକ ବାବୁ ଅଛନ୍ତି। ତଥାପି ସାହୁ ବାବୁଙ୍କର ଏମାନେ ହଉଛନ୍ତି କଣ ଡୁପ୍ଲିକେଟ ଭଳି କାମ କରୁଛନ୍ତି।
ତ ଡକାଡକି କରି ମିଟିଂ କରୁଛନ୍ତି। ଆରତୀ ମ୍ୟାଡାମ ତ ସବୁବେଳେ ପ୍ରାୟ ଅର୍ଗାନାଇଜ କରି ମିଟିଂ କରୁଛନ୍ତି। ଏବେ ଗୋଟେ 2 ତାରିଖରେ ଗୋଟେ ପ୍ରୋଗ୍ରାମ କରୁଛି ଆରତୀ ମ୍ୟାଡାମଙ୍କ ଲିଡରସିପ ରେ। ଏଇ ତ କାମ। ଏଇଭଳି ବି ଆଉ ଅନ୍ୟମାନେ ବି କରନ୍ତୁ ନା। ଆପଣ ମାନେ ଆରତୀ ମ୍ୟାଡାମ ବି ଗୋଟେ ଏକ୍ସାମ୍ପଲ ଦେଖନ୍ତୁ, ସବୁ କାମରେ ସେ ଅର୍ଗାନାଇଜ କରୁଛନ୍ତି, ଡକାଡକି କରିବା, ଲୋକଙ୍କୁ ଏକାଠି କରିବା, ଲୋକଙ୍କୁ ଅର୍ଗାନାଇଜ କରିବା, ଲୋକଙ୍କୁ ମାନେ ଏକାଠି ହେଇକିରି ଆରସିଏମ ର ଅଭିଯାନ ବିଷୟରେ ଆଲୋଚନା କରିବା। ଏଇ ତ ଲିଡର ର କାମ। ତ ଆପଣ ମାନେ ଏହା କରନ୍ତି। ଆମେ କହିବୁ ଯେ ସାହୁ ବାବୁ ଗୋଟେ ମିଟିଂ କରିବା ନେମାଳରେ, ଆପଣ କାହିଁ କହୁନାହାନ୍ତି ଯେ ସାହୁ ବାବୁ ନିଜେ ଯେ ସାର୍ ଏଠି ଗୋଟେ ଆମେ ମିଟିଂ କରିବା, କଟକରେ ଗୋଟେ ମିଟିଂ କରିବା, ଶତପଥୀ ସାର୍ ଆପଣ ଆସନ୍ତୁ। ନିଜ ତରଫରୁ କହୁନାହାନ୍ତି କାହିଁକି? ଅମୀୟ ବାବୁ ସେମିତିକା ନିଜ ତରଫରୁ କହନ୍ତୁ। ଆ ନିଜ ତରଫରୁ ଆପଣ ମାନେ ନିଜ ତରଫରୁ କହନ୍ତୁ ଯେ ଆମେ ଗୋଟେ ଅର୍ଗାନାଇଜ କରୁଛୁ, ଆପଣ ଆସନ୍ତୁ। ତାହେଲେ ଏଇଟା ଆପଣ ଶତପଥୀ ସାର୍ଙ୍କର ଡୁପ୍ଲିକେଟ ଭଳି କାମ ହବ। ଶତପଥୀ ସାର୍ ମୋର ମିଟିଂ କରୁଛନ୍ତି, ଡାକୁଛନ୍ତି, ସାର୍ ଆପଣ ଆସନ୍ତୁ। ଆ, ସେଇଭଳି ଇଏ ହଉଛି ଡୁପ୍ଲିକେଟ। ଯଦି ଡୁପ୍ଲିକେଟ ଭଳି କାମ ନ କରିବେ, ଆଉ ଯଦି ଏମିତିକା ଏଇଭଳି ଭାବେ ଯଦି ପାସିଭ ଭାବରେ ଦିନ କଟିବ, ତାହେଲେ 2026 ମଧ୍ୟ ସେମିତି ଭାବରେ ଚାଲିଯିବ। 2026 ଡିସେମ୍ବର ବେଳକୁ ମଧ୍ୟ ଏଇଭଳି କଥାବାର୍ତ୍ତା ହେବା, ଯଦି ନିଜକୁ ଆମେ ନ ବଦଳେଇବା। ଥ୍ୟାଙ୍କ ୟୁ। ବହୁତ କଥା କହିଦେଲି 2025 ଚାଲି ଯାଉଛି ବୋଲି। ଯଦି ଆପଣ ମାନେ ଆଗ୍ରହ କରିବେ, ତାହେଲେ ଆହୁରି ବି ଆଉ ଥରେ ରିକନେକ୍ଟ କରି ଆଉ 10-15 ମିନିଟ୍ ମଧ୍ୟ ବସିପାରିବେ, କାରଣ ଆଜି ଶେଷ ହେଇଯାଉଛି। ଥ୍ୟାଙ୍କ ୟୁ। ଓଭର ଟୁ ଶତପଥୀ ବାବୁ। ଓକେ, ଥ୍ୟାଙ୍କ ୟୁ। ବହୁତ ବଢିଆ କଥା। ଯେ ଯେମିତି କି ଆପଣ କହିଥିଲେ କି ଗୋଟେ ଥର କହିଥିଲେ ଯେ ଚିନ୍ତାଧାରା ଆମର ଯେମିତି ଆସିବ ତ ଶବ୍ଦ ବି ଆମ ମୁହଁରୁ ସେମିତି ଆସିବ। ଆଉ ଶବ୍ଦ ଯେମିତି ଆସିବ ତ ଆମ କାର୍ଯ୍ୟ ବି ସେୟା କରିବ। ଆଉ ଯୋଉ କାର୍ଯ୍ୟ ଯେମିତି ଆସିବ ତ ଆମ ଅଭ୍ୟାସ ସେୟା ହବ। ଆଉ ଅଭ୍ୟାସ ଯେମିତି ହବ ତ ଆମ ଚରିତ୍ର ସେମିତି ହବ। ଆଉ ଚରିତ୍ର ଯେମିତି ହବ, ଚରିତ୍ର ଉପରେ ଆମର ଭାଗ୍ୟ ବି ନିର୍ଭର କରିବ। ତ ଆମ ଚିନ୍ତାଧାରା ଉପରେ ସବୁ କିଛି ଆମ ଭାଗ୍ୟ ହିଁ ନିର୍ଭର କରେ। ତ ଆମ ଚିନ୍ତାଧାରା ବି ବହୁତ ଭଲ ପବିତ୍ର ବି ଅଛି। ଆଗକୁ ବି ଆମେ ବହୁତ ଭଲ ବଢିପାରିବା। ଆଉ ତା ଛଡ଼ା ଆ, ଆଜିକୁ ଆମେ କିଭଳି ଭାବରେ ଆମର କାର୍ଯ୍ୟକ୍ରମ ଆଜି ଆମର ରହିବ ପୁରା ଦିନ ସାରାର, କେମିତି ଆମେ ସମସ୍ତଙ୍କୁ କୌଣସି ବି ସାଥୀ ଯୋଉମାନେ ବି ଜଏନିଂ କରିଛନ୍ତି ଆମ ଟିମରେ ତାଙ୍କୁ ଆମେ ଛାଡ଼ିବାନି। ସମସ୍ତଙ୍କୁ ଆମେ ଫୋନ କରିବା। ଦେଖନ୍ତୁ, ପରଚେଜ କରିବା ମିନ୍ସ କେବଳ ଯେ ଇଏ ନୁହେଁ ଯେ ଆମେ ସେ ଜଏନ୍ କରିଛନ୍ତି ବୋଲି ଆମେ ତାଙ୍କୁ ପରଚେଜ କରିବା ନା। ତାଙ୍କୁ ସୁସ୍ଥ ରଖିବା ପାଇଁ ତ ଆମେ ତାଙ୍କ ଘରକୁ କିଛି ଆରସିଏମ ରୂପୀ ଅଭିଯାନର କିଛି ପ୍ରଡକ୍ଟ ଆମେ ତାଙ୍କ ଘରକୁ ପଠେଇବା, ତାକି ସେ ସୁସ୍ଥ ରହିପାରିବେ। ଦେଖନ୍ତୁ, ଆଜି କିଏ ବି 100 ପିଭିର ପରଚେଜ ବି କରୁଛନ୍ତି, କେବଳ ଯେ ଫ୍ରି ପ୍ରଡକ୍ଟ ନୁହେଁ। ତ ଆମେ ସୁସ୍ଥ ରହିବା ପାଇଁ ଭଲ ଭଲ ପ୍ରଡକ୍ଟ ତାଙ୍କ ଘରକୁ ଯଦି ଯାଉଛି, ତାହେଲେ ତା ମାଧ୍ୟମରେ ସେ ସୁସ୍ଥ ରହିପାରିବେ। ଓକେ, ଆଜିର କାର୍ଯ୍ୟକ୍ରମ ନୂଆ ଜଏନିଂ ବି କରିବା, ଏସବୁ ବି କରିବା। ତ ଆଜିର କାର୍ଯ୍ୟକ୍ରମ କଣ କରିବା? ଆକାଶ, ଜି ଆର୍ସଏମ୍ ସାର୍, ନମସ୍କାର ସାର୍। ଆଜି ନମସ୍କାର। ତ ଲାଷ୍ଟ ଡେ। ଆଉ ଆଜି ସମସ୍ତଙ୍କ କତିକି କଲ୍ କରିବି। ଆଉ ଯୋଉମାନଙ୍କର 1500 ହେଇନି ତାଙ୍କୁ 1500 କରିବାକୁ ଅନୁରୋଧ କରିବି। ଆଉ ଯୋଉମାନଙ୍କର 1500 2000 ହେଇଛି ତାଙ୍କୁ 2500, ଆଉ 5000 ତଳକୁ ଯାହାର ହେଇଛି ତାଙ୍କୁ 5000 କରିବାକୁ ଅନୁରୋଧ କରିବି। ଆଉ ନୂଆ ବର୍ଷ ପାଇଁ ବହୁତ ସାରା ପ୍ଲାନିଂ ଅଛି। ଆଉ 2025 ଠାରୁ 2026 ନିଶ୍ଚିତ ଭାବରେ ଅଧିକା ଗ୍ରୋଥ ହବ। ଅଧିକା ଗ୍ରୋଥ ନାହିଁ, ଟେକ୍ନିକାଲ ଆଚିଭର ହବ। ହଁ ସାର୍, ଟେକ୍ନିକାଲ ଆସିବାର ଓକେ, ବହୁତ ବଢିଆ କଥା। ମିନତି ମ୍ୟାଡାମ, ମିନତି ମ୍ୟାଡାମ ଆକ୍ଚୁଆଲି ବହୁତ ଭଲ ବି, ତାଙ୍କର ଲିଡରସିପ କ୍ୱାଲିଟି ବି ବହୁତ ବଢିଆ ଅଛି। ଆଉ ସେ ବି ଚାହିଁଲେ ବହୁତ କିଛି ବି କରିପାରିବେ। ତ କିନ୍ତୁ ପୁରା ଟିମକୁ ସେ ଇନଭାଇଟ୍ କରିବା ନିହାତି ଜରୁରୀ। ଆଉ ସାର୍, ଇଏ ଯୋଉ ପ୍ରୋଗ୍ରାମ ଆମର ହଉଛି ଗୁରୁକୁଳରେ ଆମେ ମାନେ ବସୁଛେ, ମୁଁ ପ୍ରାକ୍ଟିକାଲି ମୁଁ ବି ଦେଖି ସାରିଲିଣି। ଯୋଉ କାମକୁ ସାହୁ ଭାଇଙ୍କ କଥା କହୁଛି, ଯୋଉ କାମକୁ ବହୁତ ମେହନତ କରିକି ମାସର ମାନେ ଲାଷ୍ଟ ଏଣ୍ଡ ପର୍ଯ୍ୟନ୍ତ ସେ କରୁଥିଲେ, ସେ କାମ ତାଙ୍କର ଅଲରେଡି ହେଇସାରିଲାଣି। ମାନେ ସୁଅମଟ ଭାବେ ହେଇଯାଉଛି, ସେ ବିଜନେସ ର ଗ୍ରୋଥ ହେଇଯାଉଛି। ତ ୟାକୁ ପ୍ରାୟୋରିଟି ଦବା ନିହାତି ଜରୁରୀ। ଆଉ ଯେତେ ଆମେ ବହୁତ ଭଲ କରିପାରିବା ହେଇପାରିବ। ଓକେ, ମିନତି ମ୍ୟାଡାମ ସୁଭାଷ ଅନମିଟ। ସାର୍ ଅଛନ୍ତି। ଆଜ୍ଞା। ସୁଭାଷ ଦେହରି ସାର୍ ଆସିଛନ୍ତି। ହଁ, ସୁଭାଷ ସାର୍। ସୁଭାଷ ସାର୍ ବରଗଡ଼ରୁ ଫେରିଲେଣି। ଆଉ ଆଜି ସାର୍ ସାର୍ ଜୟ ଶ୍ୟାମ ସାର୍। ଜାରସିମ୍ ଆଜିକୁ କେମିତି ଆମେ କଣ କରିପାରିବା ତ ଆମ ଅଛି ଏପର୍ଯ୍ୟନ୍ତ ସରିନି। ଆଜି ବରଗଡ଼ ପହଞ୍ଚିଲୁ। ବରଗଡ଼ ମାନେ ବରଗଡ଼ ଇଲାକାରେ ଥିଲୁ, ଛତିଶଗଡ଼ରେ ଥିଲି।
ये जो यार प्रमोट करथली हमर सॉइल जो कଣ जल संचय ओके। जल संचय ଦି ଜଣ ରେଡି ହେଇଛନ୍ତି କେବେ ଆପଣଙ୍କୁ ଡାକିବେ ପ୍ଲାନ୍ କରିକି ଆଉ ଆଜି ଆଉ କିଛି ଜଣ ଭେଟିବା ବରଗଡ଼ରେ ଆଉ ତାପରେ ପରିଚୟ ଏପଟରେ କରେଇବା 2025 କୁ କେମିତି ବିଦାୟ ଦେବେ, ସମ୍ମାନର ସହିତ କି ତାକୁ ବଦନାମୀ କରିକି? ୱିଥ୍ ରେସ୍ପେକ୍ଟ। ହଁ, ତାକୁ ମାନେ ଯେମିତି କି ଗୋଟେ ମନେ ରହିବ ଯେ 2025 ରେ ଆମେ ବହୁତ ବଡ କାମ କରିଦେଇଥିଲେ। ଯେମିତି କି ଆମର ସବୁବେଳେ ମନେ ରହୁଛି ନା 1999 ମସିହାରେ ବାତ୍ୟା ହେଇଥିଲା। ସେମିତି ଆଜି ଲାଷ୍ଟ ଦିନ ତାକୁ ବହୁତ ଭଲ ସମ୍ମାନ ବି ଦବା। ଦୁଇ ଓକେ। ଶତପତି ବାବୁ, ଆଜ୍ଞା। 2 ତାରିଖ ଆସିବା ପାଇଁ ଦେଉରିଆଙ୍କୁ ମୁଁ ଆଉ ଟିକେ ଫୋନ କରିଦେବି, ସେ ମୋ ଫେସବୁକ ରେ ଅଛନ୍ତି। ହଁ। ମ୍ୟାଡାମ ନମସ୍କାର। ଆପଣଙ୍କୁ ଅନୁରୋଧ 2 ତାରିଖ ଆସିବେ। 2 ତାରିଖ କେତେବେଳେ? ଦିନ ବେଳେ। ଟାଇମ ଦିଆଯାଇଛି। ଏ ମାରିଲେ 2 ତାରିଖ ସ୍କୁଲ ଓପନିଂ ହଉଛି ସେଦିନ ଛୁଟି ନେଲେ ଗଡବଡ ହଁ ଏକ ଯାଏଁ ସ୍କୁଲ ଛୁଟି ଥିଲା, ଏକ ଯାଏଁ ଛୁଟି ଥିଲା। ହୁଁ 2ରେ ଖୋଲୁଛି ଯେ ମୁଁ ଜାଣିଛି, ତ କିନ୍ତୁ ଚାରିଟା ଆପଣ ଯାହା ମ୍ୟାଡାମକୁ ପଠେଇଦେବେ। ସ୍ପେଶିଆଲ ଅକେଜନ ଇନଭାଇଟ କଲେ ମାନେ ଆମେ ବହୁତ ଖୁସି। ଦେଖିବା ଟ୍ରାଏ କରୁଛି କଣ କେମିତି କଣ। ବଲଡେ ସେଦିନ ହବ 10:30 ରୁ ଆପଣ 4 PM ଯାକେ ରହିପାରିବେ, କିଛି ନାହିଁ। ଚା ଫା ପିଇବା ଆଉ କଣ। ଓକେ। ଓକେ, ଆପଣଙ୍କର ଯେତେବେଳେ ବି ସୁବିଧା ହଉଛି ଆପଣ ଆସନ୍ତୁ, ଆମେ 4ଟା ପର୍ଯ୍ୟନ୍ତ ଅଛୁ। ଆଉ ତା ସହିତ ଆପଣଙ୍କ ଟିମକୁ ବି ଇନଭାଇଟ କରନ୍ତୁ, କାରଣ ଏଠି ସମସ୍ତେ ରହିଲେ ଗୋଟେ ଖୁସି ଲାଗିବ। ଆମେ ସମସ୍ତେ ଅଛୁ। ଓକେ, ଥ୍ୟାଙ୍କ ୟୁ ସାର୍। ପ୍ରବୀଣା ମ୍ୟାଡ଼ାମ ଅନମ୍ୟୁଟ କରନ୍ତୁ। ଆଜ୍ଞା ସାର୍ ନମସ୍କାର। ନମସ୍କାର। 2025 କୁ କେମିତି ବିଦାୟ ଦେବେ, ସମ୍ମାନର ସହିତ କି ବଦନାମୀ କରି? ନାଇଁ ନାଇଁ, ସମ୍ମାନ ସହିତ ବିଦାୟ ଦବୁ ବୋଲି ଚେଷ୍ଟା କରୁଛୁ। ସେ ସବୁ ପ୍ରଭୁଙ୍କ ଇଚ୍ଛା। ଆମେ ତ ଚେଷ୍ଟା କରୁଛୁ, ତାଙ୍କର ଆଶୀର୍ବାଦ ଯଦି ଥିବ ଭଲରେ ଭଲରେ। ଆଜି ହବ 3-4 ଜଣ ଡାକିଛନ୍ତି ଆମକୁ ଏଇଠି ଯିବା ପାଇଁ ଯେ ଆମେ ଜଷ୍ଟ ବାହାରିଛୁ। ଆପଣ କିଛି ସରିଲା ପରେ ଯିବୁ ସେମାନଙ୍କୁ ନେଇକି ଆସିବା ପାଇଁ। ହେଲେ ହଉ ଠିକ ଅଛି, ଦେଖାଯାଉ ଆଜି ଲାଷ୍ଟ ଦିନରେ କଣ ପ୍ରଭୁଙ୍କର ଇଚ୍ଛା ଅଛି ସେଟା ଜଣା ପଡିବ ଆଉ। କିନ୍ତୁ ଗୋଡ ସେଟାକୁ ଗୋଡ ଚେଷ୍ଟା ଦିଟାକୁ କରୁଛୁ। ଭଲ ରଖିଛୁ ଅପା। ହଁ ହଁ ଗୋଡ ଦିଟା ଭଲ ରଖିଥା, ବହୁତ ବଲଡେ ବଢିଆ, ନାଇଁ ଆସିବନି। ବହୁତ ବଢିଆ ହଁ ହେଇପାରିବ। ନାଇଁ ଶତପତି ବାବୁ, ଶତପତି ବାବୁ, ହୁଁ କପୁଲ ଡ୍ୟାନ୍ସ ହବ। ଏ ଆଜ୍ଞା, ମା ବହୁତ ବଢିଆ ବହୁତ ବଢିଆ ହବ। ନାଇଁ ଆକ୍ଚୁଆଲି କାହାକୁ ବି ଟିମରେ ହୁଁ ସମସ୍ତଙ୍କୁ ଆମେ କଲ୍ କରିବା, ସମସ୍ତଙ୍କ ସହିତ ସମ୍ପର୍କ ବଢେଇବା। ତ ଏଇଟା ହଉଛି ଆମର ସିଷ୍ଟମର ଗୋଟେ ମୂଳ ବିନ୍ଦୁ। ତ ୟା ଦ୍ୱାରା ଆମେ ଆଗକୁ ବହୁତ ବଢି ପାରିବା। ତ ଆଜି ସମସ୍ତଙ୍କୁ, ବର୍ଷ ସାରା ଯାହାକୁ ବି ଫୋନ କରିନଥିଲେ ଆଜି ତାକୁ ଫୋନ କରିବା। ଓକେ, ଥ୍ୟାଙ୍କ ୟୁ। ସୁଭାଷ ସାର୍। ଥ୍ୟାଙ୍କ ୟୁ ସାର୍। ଓକେ ଓକେ, ସୁଭାଷ ସାର୍ 2025 କୁ କେମିତି ବିଦାୟ ଦେବେ, ସମ୍ମାନର ସହିତ କି କେମିତି? ଅନମ୍ୟୁଟ କରନ୍ତୁ ଆଜ୍ଞା। ହଁ ସାର୍ ନମସ୍କାର। ନମସ୍କାର ସାର୍। ନାଇଁ ମୁଁ ତ 25 ମସିହାରେ ଅବଶ୍ୟ ଜାଣିଲି ଆର୍ସିଏମ୍ ବିଷୟରେ, ଜାଣିନଥିଲି କିଛି। ଆଉ ଆପଣ ମାନଙ୍କ ମାଧ୍ୟମରେ ଏମିତି କେତେଟି ମିଟିଂ କରିକିରି ବହୁତ ଜିନିଷ ଜାଣିଲି। ତେଣୁ ମୁଁ ବିଶେଷ କିଛି ତ ଗ୍ରୋଥ କରିପାରିନି, କଣ୍ଟାକ୍ଟରେ କରୁଛି। ଆଉ 26ରେ ଆହୁରି ଅଧିକ ହେଇପାରିବ ବୋଲିକି ମୋର ଗୋଟେ ଅଛି, ଆତ୍ମବିଶ୍ୱାସ ଅଛି। ବାଃ, ବହୁତ ବଢିଆ। ମିଟିଂ ମାଧ୍ୟମରେ ଯାହା ଶୁଣିଲି, ଆପଣଙ୍କ ମାନଙ୍କଠୁ ଯାହା ଶୁଣୁଛି, ତେଣୁ ଆ ଦ୍ୱାରା ବି ମୋର ନିଜେ ଗୋଟେ ଆତ୍ମବିଶ୍ୱାସ ଆସୁଛି, ହଁ କରିପାରିବି। ଆଜ୍ଞା ସାର୍। ବହୁତ ବଢିଆ ସାର୍, ଆମେ ଆପଣଙ୍କ ସାଙ୍ଗରେ ସବୁବେଳେ ଅଛୁ। ଆଉ 2025 ବର୍ତ୍ତମାନ ସୁଦ୍ଧା ବି ଯଦି କିଛି କରିନାହାନ୍ତି, ତାହେଲେ 26ରେ ଗୋଟେ ଜଏନିଂ, ଆଟଲିଷ୍ଟ ଗୋଟେ ବି ଜଏନିଂ କରନ୍ତୁ, ତାକି 26ଟା 25ଟା ଗୋଟେ ମନେ ରହିବ। ହଁ ଆଜି ସାର୍, ମୁଁ ତ ଚେଷ୍ଟା ଚଲେଇଛି। ସେ କାଲି ଗୋଟେ ଚାନ୍ସ ଜୁଟିଥିଲା ଯେ ସେ କାହିଁ ସେ ଟିକେ ଗୋଟେ ସେ ଡ୍ରାଇଭର ଇଏ କରିଛି, ତେଣୁ ସେ ତ ନିଜେ ଫ୍ରି ହେଇପାରୁନି, ଅଫିସରଙ୍କ ଡ୍ୟୁଟି ଅନୁସାରେ ତାକୁ ରହିବାକୁ ପଡୁଛି। ତଥାପି ସେ ଆଜି କହିଛି ତ, କଣ ହଉଛି ଦେଖିବା ଠାକୁରଙ୍କର ଆଜ୍ଞା କଣ ରହୁଛି ବ୍ଲେସିଂ। ନିହାତି ନିହାତି ହବ। ତାଙ୍କୁ ସକାଳୁ ସକାଳୁ ଫୋନ କଲେ ହେଇପାରିବ। ଓକେ, ସାର୍ ସାର୍ ଆଜ୍ଞା ସାର୍। ବହୁତ ବଢିଆ। ଯଦି ହେଲା ସାର୍, ମୁଁ ବି ଆପଣଙ୍କ ସହିତ ଯୋଗାଯୋଗ କରିବି, କାହିଁକି ନା ତ
ମିତାଞ୍ଜଳି ମ୍ୟାଡାମ ରହିବେନି, ସେ ଆଜି ଟିକେ ପଳେଇବେ ନାଇଁ ନାଇଁ, ମତେ କଲକାତା। ଯୋଗାଯୋଗ କରନ୍ତୁ, ମୁଁ ଅଛି ଆପଣଙ୍କ ସାଙ୍ଗରେ ସବୁବେଳେ, ଯାହା ଦରକାର ମୁଁ ଅଛି। ସେ କାଲି ଯାହା ପ୍ରଡକ୍ଟ ନ ତାକୁ ଦେଇଥିଲି ସାର୍, ଯୋଉଟା ସେଇ ଯୋଉ ସୁଗାର ପାଇଁ ଯୋଉ ନିଅନ୍ତି ମଧୁ ଲିକ୍ୱିଡ, ସ୍ୱୟଂ ରସ। ହଁ ସେ ମତେ କାଲି ତାକୁ କଣ୍ଟାକ୍ଟ କରିଥିଲି, ସେ ମତେ ଦିଟା ମାଗିଲା। ତେଣୁ ଦିଟା ମାଗିଲା, ତା ସାଙ୍ଗରେ ଆପଣ କହୁଥିଲେ ଆଉ ଗୋଟେ କଣ ଟାବଲେଟ ଖାଇବା ଗାମା ପାଇଁ ସାର୍। ଅରାଇଜିନାଲ। ଗାମା ଅରାଇଜିନାଲ। ତାକୁ ସେ କଥା କହିଲି, ମୁଁ କହିଲି ଦିଟା ନେଲେ ତୋର ନେରବାଟ ବୋଧେ 1500 କି 1600 ଖଣ୍ଡେ ଟଙ୍କା ହେଇଯିବ। ତେଣୁ ଆଉ 400 500 ଟଙ୍କାର ତୁ ନେଲେ ତୋ ନିଜ ନାଁରେ ଆମେ ଇଏ କରିଦେଇ ପାରିବା। ସେ ହଁ ହଁ କହିଥିଲା, କିନ୍ତୁ ତାର ଟିକେ କାଲି ଫେରିବା ବହୁତ ସବୁ ଲେଟ୍ ହେଲା। ରାତି 9ଟା ବେଳକୁ ମୁଁ ତାକୁ କଣ୍ଟାକ୍ଟ କରିଥିଲି। ତେଣୁ ଆଜି ଦେଖୁଛି ଯୋଗାଯୋଗ କରିବି, ଯଦି ସାର୍ ହେଲେ ତାହେଲେ ମୁଁ ଆପଣଙ୍କୁ କଣ୍ଟାକ୍ଟ କରିବି। ଆଜ୍ଞା, ସକାଳୁ ଯୋଗାଯୋଗ କରନ୍ତୁ, ହେଇପାରିବ। ସାର୍ ସାର୍ ଆଜ୍ଞା ସାର୍। ଓକେ, ଥ୍ୟାଙ୍କ ୟୁ ସାର୍। ନମସ୍କାର ସାର୍। ଆମେ 2 ତାରିଖ ସମସ୍ତେ ଏକାଠି ହବା। ସାର୍ ଆଜ୍ଞା ଆଜ୍ଞା, ପରିବାର ନମସ୍କାର। ସହିତ। ଆଜ୍ଞା। ରେଡମି 10 ନାଁରେ କିଏ ଅଛନ୍ତି ତ ଅନମ୍ୟୁଟ ଯଦି କରିପାରିବେ। ଆ, ତ ନାଁ ଲେଖିନାହାନ୍ତି, ମୁଁ ବି ଦେଖିପାରୁନି। ଓକେ, ଠିକ ଅଛି। ମିନତି ମ୍ୟାଡାମ, ଆପଣ ବି ଯଦି ଅନମ୍ୟୁଟ କରିବେ ତ ଏ ବର୍ଷର ଶେଷ ଦିନରେ ବି କିଛି କହିପାରିବେ। ଆ, କାର୍ତ୍ତିକ ବି ଆଇଲେଣି। ହଁ, କାର୍ତ୍ତିକ ବାବୁ। କାର୍ତ୍ତିକ ବାବୁ, 2025 କୁ ସାର୍ କେମିତି ଆପଣ ନମସ୍କାର। ବିଦାୟ ଦେବେ? ହଁ, ନମସ୍କାର। ମିନତି ମ୍ୟାଡାମ କୁହନ୍ତୁ, ହଁ 2025 କୁ। ନମସ୍କାର ସମସ୍ତଙ୍କୁ, ସବୁ ସାର୍ ମାନଙ୍କୁ ଆଉ ଅପା ମାନଙ୍କୁ ନମସ୍କାର। ଆଉ 25ଟା ଭଲରେ ଭଲରେ ଗଲା, କିନ୍ତୁ ଏଇଆ ମୁଁ ଭଲରେ କଟେଇଲି କଣ, ଝିଅ ଘରେ ରହିକି ତ ଭଲରେ କଟଉଛି 2025ଟା। ଆଉ ତାପରେ 2026ରେ ମୁଁ ଚେଷ୍ଟା ଚଲେଇବି, ସବୁ ମୁଁ ପ୍ଲାନ୍ କରିଛି ଆଉ ହଁ, କରିବି ଆଉ। ଆଜି ଆଜି ଗୋଟେ ଦିନର କାମ ହଉଛି ଯେ ଟିମରେ ଯାହାକୁ ବି ଆପଣ ଜଏନ କରିଛନ୍ତି, ଏ ଲେଗ ବି ଲେଗ କାହାକୁ ବି, ଯାହାବି ଆଜି ବି ଆଗରୁ ହଁ ଯାହାବି ମନମାଳିନ୍ୟ ଅଛି ସବୁ ଭୁଲିକି ତାଙ୍କୁ ଆଜି ସମ୍ପର୍କ କରନ୍ତୁ। ଆଉ ତାଙ୍କୁ ଆମ 2 ତାରିଖର ଯୋଉ ଗେଟ୍ ଟୁଗେଦର ହଉଛି ତାଙ୍କୁ ଇନଭାଇଟ କରନ୍ତୁ। ଆଚ୍ଛା ଠିକ ଅଛି। ସମସ୍ତଙ୍କୁ ଡାକନ୍ତୁ, କିଛି ନାହିଁ। ବାଛ ବିଚାର ପ୍ରସାଦ ଦେଲା ବେଳେ ବାଛ ବିଚାର କାହାକୁ କରିବାନି, ଆମେ ସମସ୍ତଙ୍କୁ ଭଲ ଭଲ ପ୍ରସାଦ ଦେଇ ଦେଇ ଚାଲିବା। ମିନତି ଫୋନ କରେ ମିନତି କାହାର ବିରକ୍ତ, କାହାର ଏମିତି ସବୁ। କାଲି ବି ମିନତି ବହୁତ ଟ୍ରାଏ କରିଛି, କାଲି କେହି ଉଠେଇ ପାରିନାହାନ୍ତି, ତାଙ୍କ ସମ୍ମାନକୁ କଲି, ସେ ବି ଅଫିସରେ ଥିଲେ। ଆଜି ବି ଚେଷ୍ଟା କରିବି, ଆଜି ବି ସମସ୍ତଙ୍କୁ ଚେଷ୍ଟା ଡାକନ୍ତୁ, ପୁରା ଟିମ୍ ର ଲିଷ୍ଟ ଯୋଉ ଆପଣଙ୍କୁ ଦେଇଥିଲି, ସେ ଟିମ୍ ର ଲିଷ୍ଟ ଦେଖିକି ସମସ୍ତଙ୍କୁ ଡାକନ୍ତୁ। ହଁ ଠିକ ଅଛି। ଓକେ, ମୁଁ ଥ୍ୟାଙ୍କ 2 ୟୁ। ତାରିଖରେ କେତେ ଜଣଙ୍କୁ ନେଇକି ଯିବି ନା, ନୂଆ ମାନଙ୍କୁ ନେବି ବୋଲି କହିଛି, 4 ଜଣଙ୍କୁ। ଓକେ, ଥ୍ୟାଙ୍କ ୟୁ। ସମୟ ହେଇଗଲାଣି। କାର୍ତ୍ତିକ ବାବୁ, 2 ତାରିଖକୁ ସାର୍ ନମସ୍କାର, କେମିତି? ଭଲ ଅଛନ୍ତି? ହଁ, 25କୁ କେମିତି ବିଦାୟ ଦେବେ କୁହନ୍ତୁ, ଶୀଘ୍ର କହିଦିଅନ୍ତୁ, ସରିଲାଣି ସମୟ। ସାର୍ ଆଜି ମାନେ 25 କୁ ବିଦାୟ ଦେବେ, ମାନେ ଏଇ ଆଜି ଓପନର ପିନ୍ ଲାଗିକି ଚେଷ୍ଟା କରୁଛି ମାନେ କରିବା ପାଇଁ। ଆଉ ବାହ, ଓପନର ପିନ୍ ଯଦି ଆଜି ବହୁତ ହେଇଗଲା ବଢିଆ। ତାହେଲେ ବଢିଆ ହବ। ସେଇ ପ୍ରୟାସରେ ଅଛି, ଦେଖାଯାଉ କଣ ହଉଛି। ବାହ, ଓପନର ପିନ୍ ପାଇଁ ଆଉ ଅଳ୍ପ ଅଛି ଟାର୍ଗେଟ ପୁରା କରିବା ପାଇଁ। ଯା ହଉ କାର୍ତ୍ତିକ ବାବୁ, ଆପଣଙ୍କର 2 ତାରିଖ ଆସିବାକୁ ରେଡି ହୁଅ। କାର୍ତ୍ତିକ ଆଜ୍ଞା ଆଜ୍ଞା। 2 ତାରିଖ। ବହୁତ ବଢିଆ, ବହୁତ ବଢିଆ। କଂଗ୍ରାଚୁଲେସନ ଆପଣଙ୍କୁ ଆଡଭାନ୍ସରେ। ଆପଣ ସଫଳ ହୁଅନ୍ତୁ, ବହୁତ ଭଲ ସକ୍ସେସ୍ ହୁଅନ୍ତୁ। ଆଉ ଓପନର ପିନ୍ ଆଜି ଆପଣଙ୍କର ହେଇକି ରହିବ, ଗ୍ରୋଥ ଆପଣଙ୍କର ହଉ। ବହୁତ ବହୁତ ଧନ୍ୟବାଦ ଆଜ୍ଞା ଆପଣଙ୍କୁ। ଆଜ୍ଞା ଆଜ୍ଞା ସମସ୍ତଙ୍କୁ ନମସ୍କାର। ବହୁତ ବହୁତ ଧନ୍ୟବାଦ।